Hello students, welcome to MIL Selective Long Question for Examination 2026. ଗଳ୍ପ ତ ତମ କାଇବନି ଲଙ୍ଗ କ୍ୱେଶ୍ଚିନ୍ ତେଣୁ ପ୍ରବନ୍ଧ ଆଉ ପଦ୍ୟ ପ୍ଲସ୍ ଟୁ ଆର୍ଟ୍ସ ପିଲାମାନଙ୍କ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଦେଖ 1 ନମ୍ବର, ଗଣତନ୍ତ୍ର ଶାସନ ପଦ୍ଧତି ବିଷୟରେ ତିନି ତୁଣ୍ଡରେ ପ୍ରବନ୍ଧକ କ'ଣ ମତ ପ୍ରକାଶ କରିଛନ୍ତି? ଅରେ ତିନି ତୁଣ୍ଡରେ ପ୍ରବନ୍ଧର ଆଭିମୁଖ୍ୟ ଓ ନାମକରଣ ଦୃଷ୍ଟିରୁ ମୂଲ୍ୟାଙ୍କନ କର। 2 ନମ୍ବରରେ ଶିକ୍ଷାକୁ ଶେଷ ସ୍ଥାନ ନ ଦେଇ ଶୀର୍ଷ ସ୍ଥାନ ଦେବା ବିଷୟରେ ପ୍ରବନ୍ଧକ କି ଯୁକ୍ତି ଉପସ୍ଥାପନ କରିଛନ୍ତି ଦର୍ଶାଅ। ତାପରେ ଅରେ ପଠିତ ପ୍ରବନ୍ଧ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ପ୍ରଚଳିତ ପରୀକ୍ଷା ପଦ୍ଧତି ବିଷୟରେ ଆଲୋଚନା କର। ଓକେ, ନେକ୍ସଟ ଯିବା ପଦ୍ୟକୁ। ପଦ୍ୟରେ ଏ ବର୍ଷ ବାର୍ତ୍ତା ଆଉ ବନ୍ଦୀର ବିରହ ବ୍ୟଥା ତମକୁ ଇମ୍ପୋର୍ଟାଣ୍ଟ। ତ କ୍ୱେଶ୍ଚିନ୍ ନମ୍ବର 1 ଏମିତି ଅଛି, ବନ୍ଦୀର ବିରହ ବ୍ୟଥାରେ କବି ଗୋପବନ୍ଧୁ ପ୍ରକୃତି ପ୍ରୀତି ଓ ସ୍ୱଦେଶ ପ୍ରୀତି ପ୍ରତି ତାଙ୍କର କ'ଣ ପରିଚୟ ଦେଇଥିଲେ ଲେଖ। ଅର୍ ବନ୍ଦୀର ବିରହ ବ୍ୟଥାରେ କବିଙ୍କର ଭାବଧାରା ବର୍ଣ୍ଣନା କର। 2ରେ ବାର୍ତ୍ତାରୁ ଆସିଲେ ବାର୍ତ୍ତା କବିତାରେ କବିଙ୍କର ବୈପ୍ଳବିକ ଚେତନା ବା ପ୍ରଗତିବାଦୀ ଚେତନା ବର୍ଣ୍ଣନା କର। ଦେଖ ବୈପ୍ଳବିକ ବୋଇଲେ ଯୋଉଟା, ପ୍ରଗତିବାଦୀ ବୋଇଲେ ସେଟା ଆକା, ରାଇଟ୍। ନେକ୍ସଟ ଅରେ ବାର୍ତ୍ତା କବିତାରେ କବିଙ୍କ ନୂତନ ବିଶ୍ୱର ପରିକଳ୍ପନା ଦର୍ଶାଅ ବୋଲିକି ଆସିବ। ନହେଲେ ତ ଇଏ ମୁଁ 2ଟା ପ୍ରୋଜ 2ଟା ପୋଏଟ୍ରିରୁ ସିଲେକ୍ସନ କରିକି ତମକୁ ଦେଇଛି। ଏତିକି ତମେ ପଢ ପିଲାମାନେ, ଆଣ୍ଡ ହୋପ କରୁଛି ନିଶ୍ଚିତ ଭାବରେ ତମେ ଆଇରୁ 2ଟା ଲଙ୍ଗ କ୍ୱେଶ୍ଚିନ୍ ପାଇଯିବ। ଥ୍ୟାଙ୍କ ୟୁ ଭେରି ମଚ୍ ଫର ୱାଚିଂ। ପ୍ଲିଜ ଲାଇକ୍ ସବସ୍କ୍ରାଇବ। ଆଉ 2 ମାର୍କିଆ 3 ମାର୍କିଆ ପାଇଁ ମୁଁ କ'ଣ କରିବି, କ୍ୱେଶ୍ଚିନ୍ ର ନମ୍ବର ଯାକ ପାଠର ପେଜ ହିସାବରେ ଏ ନମ୍ବର ଇମ୍ପୋର୍ଟାଣ୍ଟ ବୋଲି କହିଦେବି, ଯୋଡ଼ି ହେଇଯାଇଥିବ ଚ୍ୟାନେଲ ସହିତ, ସେଇ ହିସାବରେ ତମେ ପଢିଦବ। ଥ୍ୟାଙ୍କ ୟୁ ଭେରି ମଚ୍ ଫର ୱାଚିଂ।